ବାଇବେଲରେ ନେଇକି ତିନୋଟି ବ୍ୟକ୍ତି ମାନଙ୍କର ମହତ୍ୱପୂର୍ଣ୍ଣ ବହୁତ ବହୁତ ମୁଖ୍ୟ ବିଷୟ ଲୋକମାନେ। ତାର ଭିତରେ ପ୍ରଥମ ହଉଛି ଆମେ ଦେଖିପାରିବା ରାଜା। ପ୍ରଥମ ହଉଛି ରାଜା ମାନେ, ଦ୍ୱିତୀୟ ହଉଛି ଭାବବାଦୀ ମାନେ, ତୃତୀୟ ହଉଛି ଯାଜକ ମାନେ। ତିନି ଲୋକ ବହୁତ ମହତ୍ୱପୂର୍ଣ୍ଣ ବ୍ୟକ୍ତି ମାନେ ବାଇବେଲରେ। ହେଲେ ରାଜାର ଡ୍ୟୁଟି କ'ଣ, ରାଜାର କାମ କ'ଣ ଆମେ ଦେଖିପାରିବା। ସେ ମାନେ ଯୋଉ ସ୍ଥାନ ରାଜାକୁ ଯୋଉ ରାଜ୍ୟ ଦିଆଯାଇଛି ତାକୁ ସୁରକ୍ଷା କରିବାଟା ହଉଛି ରାଜାର କାମ। ଯୋଉ ରାଜ୍ୟ ହଉ କି ସ୍ଥାନ ହଉ କି ମାନେ କୌଣସି ରାଜ୍ୟ ବିଷୟକ ବସ୍ତୁ ହଉ କି ସୁରକ୍ଷା କରିବାଟା ହଉଛି ରାଜାଙ୍କର କାମ। ଆଉ ଭାବବାଦୀ ମାନର କାମ ହଉଛି ମାନେ ପ୍ରିୟ ଲୋକମାନେ ଭାବବାଦୀ ମାନେ ଆଗକୁ କ'ଣ ହେବ ତାହା ସେ ଦେଖନ୍ତି ଆଉ ରାଜାକୁ ସତର୍କ କରନ୍ତି, ରାଜାକୁ ସାହାଯ୍ୟ କରନ୍ତି। ବୁଝିପାରୁଛନ୍ତି? ଭାବବାଦୀ ମାନଙ୍କର କାମ କ'ଣ, ଭବିଷ୍ୟତରେ କ'ଣ ହେବାକୁ ଯାଉଛି ବା ବର୍ତ୍ତମାନ କ'ଣ ହେଉଛି ଆଉ ଗତରେ କ'ଣ ହେଲା ସେସବୁ ସେ ବୁଝନ୍ତି ଆତ୍ମାଙ୍କ ଦ୍ୱାରା, ବୁଝିକି ରାଜାକୁ ସହାୟତାରେ ସେମାନେ ରହନ୍ତି। ସେଟା ଭାବବାଦୀ ମାନଙ୍କର କାମ ଥିଲା। ପ୍ରଭୁଙ୍କ ପବିତ୍ର ନାମରେ ଗୌରବ। ତାପରେ ଯାଜକ ମାନଙ୍କର କାମ କ'ଣ, ମାନେ ରାଜକର କାମ କ'ଣ ବୋଲେ ସେମାନେ ଯାଜକ ପଦରେ ରହନ୍ତି। ସେମାନେ ମାନେ ସମସ୍ତ ଇସ୍ରାଏଲ ଲୋକମାନଙ୍କର ପାପ ପାଇଁ ପ୍ରାୟଶ୍ଚିତ ବୋଲି କରନ୍ତି। ସେମାନଙ୍କୁ ଶୁଦ୍ଧ କରନ୍ତି, ପବିତ୍ର କରନ୍ତି, ସେମାନଙ୍କ ପାଇଁ ପ୍ରାର୍ଥନା କରନ୍ତି, ସେମାନଙ୍କ ପାଇଁ ସେ ସେ ନିବେଦନ କରନ୍ତି, ସେମାନଙ୍କୁ ପବିତ୍ର କରନ୍ତି। ସେଇଟା ହଉଛି ମାନେ ତାଙ୍କର କାମ।